ମ୍ୟାଚର ଗୋଟିଏ ଦିନରେ 600 ରନ୍। ଇଂଲଣ୍ଡର ଷ୍ଟାର ବ୍ୟାଟରଙ୍କ ବଡ଼ ଦାବି। ବିଶ୍ୱ କ୍ରିକେଟରେ ଏବେ ଚର୍ଚ୍ଚା ଏହି ଖେଳାଳି। ଇଂଲଣ୍ଡର ଷ୍ଟାର ବ୍ୟାଟର ଓଲି ପପ୍ ବଡ଼ ବୟାନ ଦେଇଛନ୍ତି। ପପ୍ କହିଛନ୍ତି ଯେ ତାଙ୍କ ଦଳ ଟେଷ୍ଟ ମ୍ୟାଚର ଗୋଟିଏ ଦିନରେ 600 ରନ୍ କରିବାକୁ ସକ୍ଷମ। ପପ୍ଙ୍କ ଏହି ବୟାନ ଏବେ ବିଶ୍ୱ କ୍ରିକେଟରେ ଚର୍ଚ୍ଚା ହେଉଛି। ଓଲି ପପ୍ ଏହା କହିଛନ୍ତି ଯେ ଇଂଲଣ୍ଡ ଏବେ ବଏଜ୍ ବଲ୍ ଶୈଳୀକୁ ଛାଡ଼ୁଛି। କଇରକୁ ଯେ ଟେଷ୍ଟ କ୍ରିକେଟ ଇତିହାସରେ ଗୋଟିଏ ଦିନରେ ସର୍ବାଧିକ ରନ୍ କରିବାର ରେକର୍ଡ ଇଂଲଣ୍ଡ ଦଳ ନାଁରେ ହିଁ ରହିଛି। ବ୍ରିଟିଶ ଦଳ ପ୍ରାୟ 90 ବର୍ଷ ପୂର୍ବେ 1934 ମସିହାରେ ଏହି ବିଶ୍ୱ ରେକର୍ଡର ଅଧିକାରୀ ହୋଇଥିଲା। କ୍ରିକେଟରେ ଇଂଲଣ୍ଡ ଗୋଟିଏ ଦିନରେ ସେହି ସମୟରେ ପ୍ରାୟ 588 ରନ୍ କରିଥିଲା। ଓଲି ପପ୍ ଦାବି କହିଛନ୍ତି ଯେ ବେନ୍ ଷ୍ଟୋକ୍ସ ଅଧିନାୟକତ୍ୱ ଥିବା ଇଂଲଣ୍ଡ ଏହି ରେକର୍ଡ ସହଜରେ ଭାଙ୍ଗି ପାରିବ। ଏକ ରିପୋର୍ଟରେ କହିଛନ୍ତି ଯେ କେବେ ସେମାନେ ଗୋଟିଏ ଦିନରେ ପ୍ରାୟ 280 କିମ୍ବା 300 ରନ୍ କରିନିଅନ୍ତି। ସେହି ସମୟରେ ଦଳ ପରିସ୍ଥିତିକୁ ଠିକ୍ ଭାବରେ ବୁଝିଥାଏ। ଦିନେ ସେମାନେ ଗୋଟିଏ ଦିନରେ ହିଁ 500ରୁ 600 ରନ୍ କରିନେବେ ଓ ଏହି ରେକର୍ଡ ନିଶ୍ଚିତ ଭାବରେ ଭାଙ୍ଗିଯିବ ବୋଲି ଓଲି ପପ୍ କହିଛନ୍ତି। ପ୍ରକାଶ ଥାଉ ଯେ ଇଂଲଣ୍ଡ ପାକିସ୍ତାନ ବିପକ୍ଷରେ ରାଓଲପିଣ୍ଡିଠାରେ ଖେଳାଯାଇଥିବା ଟେଷ୍ଟରେ ଗୋଟିଏ ଦିନରେ ହିଁ 6 ରନ୍ କରିଥିଲା ବୋଲି ପପ୍ କହିଛନ୍ତି। ବଏଜ୍ ବଲ୍ ଶୈଳୀରେ ଖେଳିବା ପାଇଁ ଦଳକୁ କୁହାଯାଏ କି ବୋଲି ପ୍ରଶ୍ନ ଉତ୍ତରରେ ପପ୍ କହିଥିଲେ ଯେ ଏହା ସେମାନଙ୍କ ସ୍ୱାଭାବିକ ଖେଳ। କଇରକୁ ଇଂଲଣ୍ଡ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ 2-0ରେ ଅଗ୍ରଣୀ ହାସଲ କରିଛି। ଖବରଟି ଯଦି ଭଲ ଲାଗିଲେ ଲାଇକ୍ କରିବେ ଏବଂ ପାଖରେ ଥିବା ବେଲ୍ ବଟନକୁ ଦବାଇ ସବସ୍କ୍ରାଇବ କରିବେ, ଯାହାଦ୍ୱାରା ଏପରି ଲାଟେଷ୍ଟ ଖବର ଆମ ଚ୍ୟାନେଲ ମାଧ୍ୟମରେ ସର୍ବପ୍ରଥମେ ଦେଖିପାରିବେ। ବ୍ୟୁରୋ ରିପୋର୍ଟ, ଏମ୍କେ ଓଡ଼ିଶା ଟିଭି।